লিখিছি আমার পাপ আমার অন্যথা করেছি, প্রভু কিছু করবে তোমার পাপ তোমার মঙ্গল নিবারণ করছি বলে অটকাই দিয়েছি। সে পাপକୁ ଆମେ ସ୍ୱୀକାର କରିଦେବା, ମଙ୍ଗଳ ପୁଣି ଥରେ ଆସିଯିବ ଆମ ଜୀବନ। ମୁଁ କହୁଥିଲି ପୁଡ଼ିଆ ଖାଉମନ କଥା, ପୁଡ଼ିଆ ଖାଇ ଦେଇଥିବେ କି ନାହିଁ? ତାଙ୍କୁ ଚା ଦେଲେ କିଛି ବୋଲି କହିବେ ଦେଖିଛନ୍ତି ଚାଲ ଜଲକା ଖାଇବେ, ଚିକେନ ପକୋଡା ଖାଇବେ ନା, ଭାତ ଖାଇବେ, ଲେମ୍ବୁ ପାଣି ପିଇବେ, ତାକୁ ଯୋଉଟା ଦେଲେ ମାନେ ତାକୁ ବିରିୟାନୀ ଠାରୁ ଜଳଖିଆ ଠାରୁ ଚା ଠାରୁ ପେଜ ଠାରୁ ଲେମ୍ବୁ ପାଣି ଠାରୁ କିଛିଟା ବେଶୀ ପସନ୍ଦ ପୁଡ଼ିଆ ଖାଉ। ଏବେ ଭଉଣୀ ମାନେ ତମର ଘରେ ଯୋଉ ସ୍ୱାମୀ ମାନେ ଅଛନ୍ତି, ପିଲାମାନେ ଯଦି ପୁଡ଼ିଆ ପୁଡ଼ି ଖାଉଥିବେ ଭାତ ଶାଗ ଦେବ ନାହିଁ, ଥାଲିରେ ଦୁଇଟା ପୁଡ଼ିଆ ଫାପଡ଼ି ଦେବ, ଗୋଟେ ଗିଲାସ ପାଣି ଦେଇଦେବ, ଏଟା ଖା, ଟୋଟିରେ ଆଲ ଦେଲେ ପାଣି ପିଇବିସ୍ ବୋଲି ଦିଅ। ଆରେ ଖାଇଲା ବେଲେ ପ୍ରାର୍ଥନା କରିବ ଲୋକ ଖାଇଦେସ୍। ପ୍ରିୟ ଭାଇ ଭଉଣୀ ମାନେ, ଏବେ ଦୁନିଆ ଲୋକ ଆମକୁ ହସୁଛନ୍ତି ତମେ କେମିତି ଖ୍ରୀଷ୍ଟିଆନ ବୋଲି, ସତ ନା ନାହିଁ? ନହେଲେ ଏମାନଙ୍କ ଔକାତ କିଛି ଆମ ସାଙ୍ଗେ କଥା ହେବା ପାଇଁ? ଏ ମାଟି ମୁଣ୍ଡା ମାନେ, ଏ ଥାପି ମିସ୍ତ୍ରୀ ଆମ ସାଙ୍ଗେ କଥା ହେବ? ତାର ମୁଣ୍ଡରେ କେତେ ବଡ ମସଲା ଅଛି? ମୋର ପ୍ରିୟ ମାନେ, ମୁଁ କଣ ପାଇଁ କହୁଛି, ଆମେ ଖ୍ରୀଷ୍ଟିଆନ ମାନେ ଯଦି ଖ୍ରୀଷ୍ଟିଆନ ପରା ବଞ୍ଚିଥାନ୍ତୁ, ଜାଣିଥାନ୍ତେ ଖ୍ରୀଷ୍ଟିଆନ ବୋଲେ କେ, ମଦ ଭାଟରେ କେ ଆମେ, ପୁଡ଼ିଆ ଦୋକାନ କେ ଆମେ, କୁକୁଡ଼ା ଗାଲି କେ ଆମେ, ମାରା ପିଟାଟି ଆମେ, ଉଦରିଆ ଯିବାଟି ଆମେ, ପର୍ଷା ମୁଣ୍ଡିଟି ସବୁଠି ଆମେ ବୋଲେ ଖ୍ରୀଷ୍ଟିଆନ କିଏ? ମୋର ପ୍ରିୟ ମାନେ, ଆମକୁ ଆଗକୁ ପ୍ରଚାର କରିବା ଦରକାର ନାହିଁ, ଆମର ଜୀବନକୁ ପ୍ରଚାର କରିବା ଅଛି। ଏବେ ଆମେ ଯୋଉଠି ଅଛୁ ସେଠି ଲୋକ ଆମକୁ ଦେଖି ଜାଣିବାର ଅଛି ଖ୍ରୀଷ୍ଟିଆନ ବୋଲେ କେ। ଖ୍ରୀଷ୍ଟିଆନ ମଦ ପିଇବ ନାହିଁ, ଖ୍ରୀଷ୍ଟିଆନ ଜୁଆ ଖେଳିବ ନାହିଁ, ଖ୍ରୀଷ୍ଟିଆନ ପୁଡ଼ିଆ ଖାଇବ ନାହିଁ, ଖ୍ରୀଷ୍ଟିଆନ ରାତି ଯାକ ଟିଭି ଦେଖିବ ନାହିଁ, ଖ୍ରୀଷ୍ଟିଆନ ପରର ପରସ୍ତ୍ରୀ ସାଙ୍ଗେ ନାରେ ନାରେ ହେବ ନାହିଁ, ହେବ ନାହିଁ। ଖ୍ରୀଷ୍ଟିଆନ ପିଲାଟିକି ରାତି ଯାକ ଫୋନ ଧରି ଗପବେ ନାହିଁ। ଏବେ ପରୀକ୍ଷା ଆସୁଛି କି ନା, ରିଜଲ୍ଟ ବାହାରିବ, ମା ମାନେ ଠୁଟି ବାନି ସବୁ ରଖିଥ, ମା ମାନେ ଘରେ ଘରେ ଠୁଟି ବାନି ରେଡି କରିଥ, ରିଜଲ୍ଟ ବାହାରିଲେ ଏମାନଙ୍କୁ ଦେବା ପାଇଁ ରେଡି କରି ରଖିଥ। ଗୋଟେ ମା କହୁଥିଲେ, ଆଜ୍ଞା ରଖିଛି, ଆଜ୍ଞା ରଖିଛି ରେଡି କରି, କାରଣ ପାଠ ପଢିବାକୁ ନାହିଁ, କାମ କଲେ ମୋର ପଢବାର ଅଛି, ହୋମୱାର୍କ ଅଛି, ଟ୍ୟୁସନ ଅଛି, 24 ଘଣ୍ଟା ମୋବାଇଲ ଧରୁଛି। ମା କୁ ପାଣି ଆଣିବାକୁ ନାହିଁ, ରାନ୍ଧା ବାଡାରେ ନାହିଁ, କୋଉଠି ସାହାଯ୍ୟ ନାହିଁ, ଖାଲି ପାଠ ଅଛି। ମା ଜଗିଛି ରିଜଲ୍ଟ ବାହାର, ଯଦି ମାର୍କ ସିଟ୍ କମ ଥିବ ଠୁଟି ବାଡନି ତୋର ପାଇଁ ଆକା। ରାତି ଯାକ ଆମେ ମୋବାଇଲ ଦେଖିବୁ କି? ଏବେ ଟାଇମ ଆସିଛି ଖ୍ରୀଷ୍ଟିଆନ ପରି ବଞ୍ଚିବା ପାଇଁ। ଯଦି ତମେ ଖ୍ରୀଷ୍ଟିଆନ ପରି ବଞ୍ଚି ପାରୁନ, 3 ଦିନ ମିଟିଂ ସରିଲା ପରେ ଏଫିଡେଭିଟ କରି ହିନ୍ଦୁ ହେଇଯାଅ, ଛିଡ଼ିଗଲା କଥା। କଣ କରବ? ଏଫିଡେଭିଟ କରବାର କହିବ, ଆଜି ଠାରୁ ମୁଁ ହିନ୍ଦୁ ଧର୍ମ ଗ୍ରହଣ କରୁଛି। ପଚାରିବେ କିସ୍ ପାଇଁ? ନାଇଁ ସେଠି ମଦ ପିଇବାଟା ମନା, ଏଠି ଚଲବତ ପାଇଁ ମୁଇଁ ହେଉଛି, ସେଠି ଜୁଆ ଖେଳିବା ମନା, ଏଠି ଚଲବତ ପାଇଁ ମୁଁ ହେଉଛି, ଏଠି ଗଞ୍ଜେଇ ଖାଇବା ମନା, ତ ସେଟା ପାଇଁ ମୁଁ ଏଠି ହେଉଛି। ସେଠି ଦୁଇଟା ମାଇଜି ରଖି ହେବନି, ଏଠି ଯେଟା ମିଶା ଚଲବ ସେଟା ପାଇଁ ମୁଁ ଏଫିଡେଭିଟ କରି ହିନ୍ଦୁ ହେଉଛି ବୋଲି କୁହ ତମେ।